ସାଟିସ୍ଫାଏଡ୍ ନାହୁଁ। ଯଦି ସାଟିସ୍ଫାଏଡ୍ ନାହୁଁ କ'ଣ ପାଇଁ? ଯଦି ସେ କିଛି କରିନାହାନ୍ତି, ଆଜିକି 8 ଦିନ ହେଲା ମୋ ଭାଇକି ମାରି ଦେଇଛନ୍ତି, କହୁଛି ମାରି ଦେଇକିରି ଆଡଭାନ୍ସ ବେଲ୍ ମାଗି ସାରିଲେଣି, କିନ୍ତୁ ଏପର୍ଯ୍ୟନ୍ତ ଆଇଆଇସି ଆରେଷ୍ଟ କରୁନି। ଏପର୍ଯ୍ୟନ୍ତ ଆଇଆଇସିଙ୍କର ହାତ ଖାଲି। ଆଜିକି 8 ଦିନ ହେଇଗଲାଣି ଭାଉଜ ଯୋଉ ଭାଇ ମରିବାର, ଏପର୍ଯ୍ୟନ୍ତ ଆଇଆଇସି ଆରେଷ୍ଟ କରିନାହାନ୍ତି। ଆଡଭାନ୍ସ ବେଲ୍ ପକେଇଛନ୍ତି ଦେବାଶିଷ ନାୟକ, ରଶ୍ମିରେଖା ଭୂୟାଁ, ଭାଉଜ ଆଉ ଭାଇ ମିଶିକି। ପୁଲିସ ଚାପିବା ପାଇଁ ଚାହୁଁଛି ନିଶ୍ଚିତ ଭାବରେ। ପ୍ରେସର ପଡୁଛି କି ଚାପ ପଡିଛି କି କ'ଣ ଉପରୁ ଦେବାଶିଷ ନାୟକ ପ୍ରେସର ପକେଇ ଥାଇପାରେ, ପଇସା ବି ଦେଇଥାଇପାରେ। ପୁଲିସ ଶୁଣ ହାତ ଶୁଣ 24 ଘଣ୍ଟା ଭିତରେ ଆରେଷ୍ଟ କରିବା କଥା, ଆଜିକି ହେଇଗଲାଣି 8 ଦିନ, କେହି ନାହାନ୍ତି। ପୁଲିସ କ'ଣ ଜାଣିପାରୁନି କ'ଣ ହଉଛି? ମୁଁ ପଚାରିଥିଲି ଆଇଆଇସି ସାର୍, ମୁଁ ହଁ ଡାକିଛୁ, ପଚାରୁଛି କ'ଣ ପଚାରୁଛନ୍ତି? ଏବେ ତ ଆରେଷ୍ଟ କରିନାହାନ୍ତି, ପଚାରୁଛନ୍ତି କ'ଣ? ଯେହେତୁ ମର୍ଡର କେସରେ ଆଡଭାନ୍ସ ବେଲ୍ ମାଗିଲେଣି, ତମେ କ'ଣ ଜାଣିପାରୁନାହାନ୍ତି ଆରେଷ୍ଟ କରିବା ପାଇଁ? ନାହାନ୍ତି। ଆଡଭାନ୍ସ ବେଲ୍ କ'ଣ ପାଇଁ ମାଗୁଥିଲେ? ମୁଁ ଏଇଟା ମୋହନ ମାଝି ମାଗୁଛି, ସିଏମ କୁ ମାଗୁଛି ଏବଂ ଏସପି କୁ ମାଗୁଛି, ଏବଂ ଦ୍ୱାରସ୍ଥ ହେବି, ଡିଜିଙ୍କର ବି ଦ୍ୱାରସ୍ଥ ହେବି, ନ୍ୟାୟ ଦିଅନ୍ତୁ। ଆଇନ ଶୃଙ୍ଖଳା ପୁରା, ଯଦି ଗୋଟାଏ ଲୋକ କ୍ରାଇମ କରିକିରି ଫେରା ରହୁଛି, ବୁଲୁଛି ଖୋଲମ ଖୋଲା ଆକାଶରେ ବୁଲୁଛି, ଆରେଷ୍ଟ ହଉନାହିଁ, ଆଉ କେମିତି କରାଯିବ ତା ପାଇଁ ପଦକ୍ଷେପ? ମୁଁ ଚାହୁଁଛି ମୋ ପାଇଁ ଆରେଷ୍ଟ ନ ହବା ଯାଏ ମୁଁ ଏସପି ଅଫିସରୁ ଯିବିନି। ମତେ ନ୍ୟାୟ ଦରକାର, ମୋ ଭାଉଜର ଚାକିରି ଯିବା ଦରକାର, ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି ଯିବା ଦରକାର, ଜାଣିବି ଯେ ମୁଁ ନ୍ୟାୟ ପାଇଗଲି। ମୋହନ ମାଝିଙ୍କୁ ଏତିକି ବି ଅନୁରୋଧ କରୁଛି।